ସାଙ୍ଗମାନେ ଏଠାରେ ଏକ ଡ୍ରାଇଭରଟି ବସ୍କୁ ନେଇ ଯାଉଥିବା ସମୟରେ ଦୁଇଟି ମାଙ୍କଡ ଦେହରେ ସେ ବସ୍କୁ ବାଡେଇ ଦଉଛି। ଆଉ ସେଇ ମାଙ୍କଡ ଦେହରୁ ବହୁତ ସାରା ବ୍ଲଡ ବାହାରିବାକୁ ଲାଗୁଛି। ତାପରେ ସେ ମାଙ୍କଡଟି ବଞ୍ଚିଥିବାରୁ ତା ଛୁଆ ସେ ମାଙ୍କଡକୁ ଉଠେଇବାକୁ ଚେଷ୍ଟା କରୁଛି। ତାପରେ ସେ ବଦମାସ ଡ୍ରାଇଭର ମାଙ୍କଡ ପାଖକୁ ଆସୁଛି ଆଉ ମାଙ୍କଡକୁ ଗୋଇଠା ମାରୁଛି। ଆଉ ଶେଷରେ ମାଙ୍କଡକୁ ଟେକି କରି ପାଣି ଭିତରକୁ ଫୋପାଡି ଦଉଛି। କିନ୍ତୁ ଏସବୁ ଘଟଣା ମାଙ୍କଡର ଛୁଆ ଲୁଚିକରି ସବୁ ଦେଖୁଥିଲା। ତାପରେ ସେ ମାଙ୍କଡର ଛୁଆଟି ରାଗି ଯାଇ ବସ୍ ଭିତରକୁ ପଶି ଯାଉଛି। ଆଉ ସେଇ ମାଙ୍କଡ ଛୁଆଟି ତା ମାର ପ୍ରତିଶୋଧ ନବା ପାଇଁ ଗୋଟିଏ ସ୍ତ୍ରୀ ଲୋକର କାନକୁ କାମୁଡି ଛିଣ୍ଡାଇ ଦଉଛି। ଆଉ ସେଇ ସ୍ତ୍ରୀ ଲୋକଟିକୁ ବହୁତ କଷ୍ଟ ହବାରୁ ସେ ଚିଲେଇବାକୁ ଲାଗୁଛି। ତାପରେ ସେ ମାଙ୍କଡ ଛୁଆଟି ଡ୍ରାଇଭର ପାଖକୁ ଯାଉଛି। ଆଉ ସେଇ ମାଙ୍କଡ ଛୁଆଟି ଡ୍ରାଇଭର ମୁହଁକୁ ଆମ୍ପୁଡିବା ସହିତ ତା ଆଖିକୁ ତାଡି ଦଉଛି। ତାପରେ ଦୁଇ ଜଣ ଲୋକ ବସ୍ତା ଭିତରେ ମାଙ୍କଡ ଛୁଆକୁ ପୁରାଇ ଦଉଛନ୍ତି। ଆଉ ସେଇ ମାଙ୍କଡ ଛୁଆକୁ ବହୁତ ମାରିବାକୁ ଲାଗୁଛନ୍ତି। କିନ୍ତୁ ସେଇ ମାଙ୍କଡ ଛୁଆଟି ନ ମରି ତାର ନିଶ୍ୱାସ ପ୍ରଶ୍ୱାସ ଚାଲୁଥିଲା। ସାଙ୍ଗମାନେ ଆଗକୁ କଣ ହେଉଛି ଜାଣିବା ଆଗରୁ ଆପଣମାନେ ପ୍ରଭୁ ହନୁମାନଙ୍କର ଭକ୍ତ ହୋଇଥିଲେ ଭିଡିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ କମେଣ୍ଟରେ ଜୟ ହନୁମାନ ଲେଖିଦିଅନ୍ତୁ। ତାପରେ ସେ ମାଙ୍କଡ ଛୁଆଟି ନିଜର ଲାଙ୍ଗୁଡକୁ ତାକୁ ମାରିଥିବା ଲୋକଟିର ବେକରେ ଗୁଡାଇ ଦଉଛି। ଆଉ ଲୋକଟିର ମୁଣ୍ଡକୁ ଗୋଇଠା ମାରି ଝରକାର ବାହାରକୁ ବାହାର କରିଦଉଛି। ଆଉ ସେଇ ଲୋକଟିର ମୁଣ୍ଡ ଗୋଟିଏ ଖୁଣ୍ଟରେ ବାଜିବାରୁ ତା ମୁଣ୍ଡଟି କଟି ଯାଉଛି। ତାପରେ ସେ ବସ୍ଟି ଆକ୍ସିଡେଣ୍ଟ ହୋଇଯିବାରୁ ବସ୍ଟି ଜଳି ଯାଉଛି। ଆଉ ବସରେ ଥିବା ଲୋକମାନେ ସମସ୍ତେ ଜଳି ଯାଉଛନ୍ତି।